20 तारिख मंगलवार 2025 सकाळର मुख्य खबरକୁ ଆପଣଙ୍କୁ ସ୍ୱାଗତ। ଆସନ୍ତୁ ନଜର ପକାଇବା ଆଜିର 30ଟି ବଡ଼ ଖବର ଉପରେ। ହେଡକ୍ୱାର୍ଟରରୁ ତାଲିମ ନେଇଥିଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା। ହରିୟାଣାରୁ ଗିରଫ ହୋଇଥିବା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ମୁରିଦକେ ସ୍ଥିତ ଲସ୍କରେ ତୋଇବାର ହେଡକ୍ୱାର୍ଟରରୁ ତାଲିମ ନେଇଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଟ୍ରେନିଂ ପରେ ତାଙ୍କୁ ଏହିଠାରୁ ତାଙ୍କ ଆଗାମୀ ମିଶନ ପାଇଁ ଭାରତକୁ ପଠାଯାଇଥିଲା। ପହଲଗାମ ଆକ୍ରମଣର କିଛି ଦିନ ପୂର୍ବରୁ ଜ୍ୟୋତି ପାକିସ୍ତାନ ବୁଲିବାକୁ ଯାଇଥିଲେ। ସେହି ସମୟରେ ସେ ପାଖାପାଖି 14 ଦିନ ମୁରିଦକେ ସହରରେ ରହିଥିବା ପଚରାଉଚରା ବେଳେ ନିଜେ ଜ୍ୟୋତି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି 1000ରୁ ଅଧିକ ଲୋକ କରିଛନ୍ତି ପଞ୍ଜୀକରଣ। ଆଜି ଭୁବନେଶ୍ୱର ୟୁନିଟ୍ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ 6 ମନ୍ତ୍ରୀ ଏହି ସମୟରେ ଉପସ୍ଥିତ ଥିବାବେଳେ ଅଭିଯୋଗ ଶୁଣାଣି ପାଇଁ 1000ରୁ ଅଧିକ ଲୋକ ପଞ୍ଜୀକରଣ କରିଛନ୍ତି। ଅଭିଯୋଗକାରୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଦୀର୍ଘ 30 ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ଆନ୍ଧ୍ରପ୍ରଦେଶରେ କାର ଭିତରେ ଶ୍ୱାସରୁଦ୍ଧ ହୋଇ 4 ଶିଶୁଙ୍କର ମୃତ୍ୟୁ। ଆନ୍ଧ୍ରପ୍ରଦେଶର ବିଜୟନଗରମ ଦାରପୁଡି ଗାଁରେ ଏକ କାର ଭିତରେ ଶ୍ୱାସରୁଦ୍ଧ ହୋଇ 4 ପିଲାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁଅ ଏବଂ 3 ଜଣ ଝିଅ ରହିଛନ୍ତି। ସୂଚନା ମୁତାବକ ପିଲାମାନେ ଘର ବାହାରେ ଖେଳୁଥିବା ସମୟରେ ପାଖରେ ଠିଆ ହୋଇଥିବା କାର ଭିତରେ ପ୍ରବେଶ କରିଥିଲେ। କବାଟଗୁଡ଼ିକ ବନ୍ଦ ହୋଇଯିବା ପରେ ସେଗୁଡ଼ିକୁ ଖୋଲି ପାରିନଥିଲେ। ଶ୍ୱାସରୁଦ୍ଧ ହୋଇ ଗାଡ଼ି ଭିତରେ ଅଚେତ ହୋଇଯାଇଥିଲେ। ପରେ ଡାକ୍ତରଖାନା ନିଆଯିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବାଇଡେନଙ୍କ ପୂର୍ବରୁ କ୍ୟାନ୍ସରରେ ପୀଡ଼ିତ ଥିଲେ ଏହି 9 ପୂର୍ବ ଆମେରିକୀୟ ରାଷ୍ଟ୍ରପତି। ଜୋ ବାଇଡେନଙ୍କ ପୂର୍ବରୁ 9 ଜଣ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି କ୍ୟାନ୍ସରରେ ପୀଡ଼ିତ ଥିଲେ। ଏମାନଙ୍କ ମଧ୍ୟରେ ଜର୍ଜ ୱାଶିଂଟନ, ୟୁଲିସସ୍ ଏସ୍ ଗ୍ରାଣ୍ଟ, ଗ୍ରୋଭର କ୍ଲିଭଲାଣ୍ଡ, କାଲଭିନ କୁଲିଜ, ରୋନାଲ୍ଡ ରିଗାନ, ଜର୍ଜ ଏଚ୍.ଡବ୍ଲ୍ୟୁ. ବୋଷ, ବିଲ୍ କ୍ଲିଣ୍ଟନ ଏବଂ ଜିମି କାର୍ଟର ଅଛନ୍ତି। ଫ୍ରାଙ୍କଲିନ୍ ଡି ରୁଜଭେଲ୍ଟଙ୍କଠାରେ ଆନୁଷ୍ଠାନିକ ଭାବେ କ୍ୟାନ୍ସର ଚିହ୍ନଟ ହୋଇନଥିବା ବେଳେ ଇତିହାସକାର ବିଶ୍ୱାସ କରନ୍ତି ଯେ ସେ ଦୀର୍ଘ ସମୟ ଧରି ମେଲାନୋମାରେ ପୀଡ଼ିତ ଥିଲେ। ଆତଙ୍କୀ ସଇଫୁଲ୍ଲାର ମୃତଦେହ ଉପରେ ଜାତୀୟ ପତାକା ପକାଇ ସମ୍ମାନ ଜଣାଇଲା ପାକିସ୍ତାନ। ପାକିସ୍ତାନର ସିନ୍ଧ ପ୍ରଦେଶରେ ଅଜଣା ଆତଙ୍କବାଦୀଙ୍କ ଦ୍ୱାରା ନିହତ ହୋଇଥିବା ଟପ୍ ଲସ୍କର ଆତଙ୍କବାଦୀ ରଜୁଲ୍ଲା ନିଜାମଣି ଓରଫ ଅବୁ ସଇଫୁଲ୍ଲା ମୃତଦେହ ଉପରେ ଜାତୀୟ ପତାକା ଦେଇ ପାକିସ୍ତାନ ସମ୍ମାନ ଜଣାଇଛି। ସଇଫୁଲ୍ଲାର ଅନ୍ତିମ ସଂସ୍କାରରେ ଲସ୍କରେ ତୋଇବାର ଅନ୍ୟ ଜଣେ କମାଣ୍ଡର ଫୈସଲ ନଦିମ ମଧ୍ୟ ସାମିଲ ହୋଇଥିଲେ। ଭାରତର ପ୍ରମୁଖ 3 ଗୋଟି ଆତଙ୍କୀ ହମଲାରେ ସେ ସାମିଲ ଥିବା ବେଳେ ନେପାଳରେ ରହି ସଂଗଠନ ପାଇଁ ଅର୍ଥ ଯୋଗାଡ଼ କରୁଥିଲା। ମହିଳାଙ୍କୁ ଆକର୍ଷିତ କରିବା ପାଇଁ ରିସେପ୍ସନିଷ୍ଟ ସାଜିଲା ନକଲି ଏୟାରଫୋର୍ସ ଅଫିସର। ପୁଣେରୁ ହେଲା ଗିରଫ। ମହାରାଷ୍ଟ୍ରର ପୁଣେରୁ ଜଣେ ନକଲି ଏୟାରଫୋର୍ସ ଅଫିସରକୁ ଗିରଫ କରିଛି। ଦ୍ୱାଦଶ ପାସ୍ କରିଥିବା ଗୌରବ ଉତ୍ତରପ୍ରଦେଶ ଅଲିଗଡ଼ର ବାସିନ୍ଦା ହୋଇଥିବା ବେଳେ ସେ ରଖାଡି ନିକଟ ଏକ ହୋଟେଲରେ ରିସେପ୍ସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ପୋଲିସ ମୁତାବକ ଜଣେ ମହିଳାଙ୍କୁ ଆକର୍ଷିତ କରି ଏହି ସମ୍ପର୍କ ରଖିବା ପାଇଁ ନିଜକୁ ଏୟାରଫୋର୍ସ ଅଫିସର ଭାବରେ ପରିଚୟ ଦେଇ ପୋଲିସ ଓ ମିଲିଟାରୀ ଏଜେନ୍ସି ସହିତ ମିଳିତ ଭାବରେ ଏହି ଅପରେସନ କରିଥିଲେ। ମେ 28ରେ ପୋଲାଭରମ ବୈଠକ ପ୍ରଥମ ଥର ପାଇଁ 4 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପିଏମ ମୋଦି। ଆସନ୍ତା 28 ତାରିଖରେ ପୋଲାଭରମ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ଏହି ବୈଠକରେ କ'ଣ ପକ୍ଷ ରଖିବ ସେ ନେଇ ରାଜ୍ୟ ସରକାର ନିଜକୁ ପ୍ରସ୍ତୁତ କରିଛନ୍ତି। 2 ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ବସିଥିଲା। ପ୍ରଥମ ଥର ପାଇଁ ପିଏମ ମୋଦି ସମସ୍ତ 4ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା କରିବାକୁ ଯାଉଛନ୍ତି। ପୋଲାଭରମ ବୈଠକ ପ୍ରଥମ ଥର ପାଇଁ 4 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପିଏମ ମୋଦି। ଆସନ୍ତା 28 ତାରିଖରେ ପୋଲାଭରମ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଏହି ବୈଠକରେ କ'ଣ ପକ୍ଷ ରଖିବ ସେ ନେଇ ରାଜ୍ୟ ସରକାର ନିଜକୁ ପ୍ରସ୍ତୁତ କରୁଛନ୍ତି। 2 ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ମଧ୍ୟ ବସିଥିଲା। ପ୍ରଥମ ଥର ପାଇଁ ପିଏମ ମୋଦି ସମସ୍ତ 4ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ପାକିସ୍ତାନ ପାଇଁ ଗୁପ୍ତଚରଗିରି କରି ଏପର୍ଯ୍ୟନ୍ତ ଗିରଫ ହୋଇଥିବା 9 ଗଦ୍ଦାର କିଏ? ପାକିସ୍ତାନ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ ଗତ କିଛି ଦିନ ମଧ୍ୟରେ ଭାରତ 9 ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା, ସିକ୍ୟୁରିଟି ଗାର୍ଡ ନୋମାନ ଇଲାହି, ଆରମାନ ଏବଂ ମହମ୍ମଦ ତାରିଫ, ମହମ୍ମଦ ମୁର୍ତ୍ତଜା ଅଲି, କଲେଜ ଛାତ୍ର ଦେବେନ୍ଦ୍ର ସିଂ ଧିଲନ, ଗଜାଲା ୟମିନ ଅହମ୍ମଦ ଓ ଉତ୍ତରପ୍ରଦେଶର ବ୍ୟବସାୟୀ ଶେହଜାଦ ସାମିଲ ଅଛନ୍ତି। ଏମାନଙ୍କ ଉପରେ ଭାରତର ଗୁପ୍ତ ସୂଚନା ପାକିସ୍ତାନକୁ ଦେବାର ଅଭିଯୋଗ ରହିଛି। ଭୁଟାନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବିଶ୍ୱ ବ୍ୟାଙ୍କ ସମ୍ମିଳନୀରେ ହେବେ ସାମିଲ। ଦକ୍ଷିଣ ଏସିଆର ଲେବର ମୋବିଲିଟି କନଫରେନ୍ସ ସାମିଲ ହେବା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୋମବାର ଭୁଟାନ ଗସ୍ତ କରିଛନ୍ତି।
से विश्व बैंक द्वारा आयोजित यह अंतर्जातीय सम्मेलन में भारत प्रतिनिधित्व कर विभिन्न प्रसंग आलोचना करेंगे। यह प्रवासी श्रमिकों समस्या स्थायी समाधान और पंथा निराकरण और निरूपण कर विशेष सहायक होगा। कनक वर्धन सिंहदेव वर्तमान ओडिशार श्रमिक विस्थापन टास्क फोर्स अध्यक्ष अच्छा। तो धर्मशाला नुहे दुनिया जाकर लोक कहीं शरण देवु कहले सुप्रीमकोर्ट। श्रीलंका शरणार्थी सह जड़ित एक मामलें भारत एक धर्मशाला नुहे बोली टिप्पण कर देशर सर्वोच्च अदालत एपरिक सारा विश्वर शरणार्थी को भारत कहीं आश्रय देव बोली जस्टिस दीपंकर दत्ता और जस्टिस के विनोद चंदन खंडपीठ प्रश्न कर खंडपीठ आहरी आम आरंभ ही 140 कोटी लोक नहीं संघर्ष करुचु सबु स्थान आसुवा शरणार्थी को आश्रय दे पारू नहीं। पक्ष आसुची दुईटी लघुचाप मत्स्यजीवी को समुद्र भीतर को न जावाक परामर्श मे 17 मे शेष सप्ताह बंगोपसागर और आरब सागर में लघुचाप संभावना रही मत्स्यजीवी को समुद्र भीतर को न जावाक परामर्श दी जाएगी। मे 21 तारिख बेलू आरब सागर कर्णाटक उपकूल में घूर्णिबल संभावना थिबा बेले 22 तारिख बेलू लघुचाप रूप नेब और सेहीपरि 27 तारिख बेलू पूर्व केन्द्रीय बंगोपसागर एक घूर्णिबल सृष्टि होवार संभावना रही परवर्ती समय घनीभूत लघुचापर रूप नहीं पारे। कटकणा सत्वे श्रीलिंगराज मंदिर उपर उड़िला ड्रोन एवं पुलिस को अवगत कले सेवायत। डीजीपी कटकणा सत्वे भुवनेश्वर श्रीलिंगराज मंदिर उपर ड्रोन उड़ुवा खबर ए सामना को आसी। आज अपराह्न 5:15 रु 5:30 पर्यंत काली मंदिर उपर ड्रोन उड़ुवा लोके देखा पाई। तेबे उक्त घटना सामना को आसिया पर कमिशनरेट पुलिस को तुरंत अवगत कर मंदिर सेवायत किए और कहीं कटकणा को अमान्य कर ड्रोन उड़ाई से नहीं स्पष्ट हो बेले घटनार तदंत जारी रखी। बेले पाक गुप्तचर को कौन कहला पाकिस्तान गुप्तचरगिरी करने अभियोग हरियाणा गिरफ होता मोहम्मद तारिफ को पाकिस्तान पक्षर मिलता काम बाबद से खुलासा कर तारिफ कहते पाकिस्तान हाईकमिशनर जड़े अधिकारी भिसा बदल में 2 गोटी सिम कार्ड देवाक से आहरी सिम कार्ड देवापर अन्य जन अधिकारी लक्षे टंका बदल में शीर्षा वायुसेना घाटीर फटो देवाक टार्गेट कर शाहिल मिसाइल माड़ कर पाकिस्तान। ऑपरेशन सिंदूर समय पाकिस्तान दिल्ली को टार्गेट कर शाहिल मिसाइल माड़ कर हिंदुस्तान रिपोर्ट रू जना पड़ी। अवश्य से भारतीय सेनार आकाश में ही थे गुली कर खसाई दि जाता। पाक शाहिल मिसाइल एक परमाणु क्षमता संपन्न बालास्टिक क्षेपणास्त्र। सेहीपरि मे 7 ରୁ 8 भितर राति पाकिस्तान ड्रोन और मिसाइल द्वारा स्वर्ण मंदिर को टार्गेट करने को उद्यम करथिला बोली भारतीय सेना पूर्व कही। आउट बेले पाक दूतावास अधिकारी जोगाजोग थे ज्योति माल्होत्रा। पाकिस्तान गुप्तचरी अभियोग गिरफ होता महिला यूट्यूबर ज्योति माल्होत्रा ऑपरेशन सिंदूर ब्लैकआउट बेले पाक दूतावास अधिकारी जोगाजोग थे। एपरिक ऑपरेशन सिंदूर दिनक पूर्व अर्थात 6 भी से नुआ दिल्ली जाट अवस्थित पाक दूतावास अधिकारी दानिश को भेटी। एसहित ऑपरेशन चलिबार किछि दिन पूर्व से अन्य जन अधिकारी जोगाजोग करथिले। ज्योति माल्होत्रा पाक कनेक्शन नहीं प्रतिक्रिया रखिले बापा। पाकिस्तान गुप्तचर करने अभियोग गिरफ होता महिला यूट्यूबर ज्योति माल्होत्रा बापा हरीश प्रतिक्रिया रखिंट। से कहते मु केवे ज्योति पाक कनेक्शन व पाकिस्तान जावाक नहीं कौन कथा जानी ना मते तार कार्यकलाप विषय किसी सूचना नाला कि से क्या संपर्क जना नाला। से मते केबे भी कही ना जे काश्मीर और पाकिस्तान जाऊँगी से दिल्ली जाऊँगा कहूला। भारत पाक विवाद बेले परमाणु युद्धर कौन आशंका नथिला कहले संसदीय कमिटी को वैदेशिक सचिवों सूचना। सोमवार दिन संसदीय कमिटी बैठक में वैदेशिक सचिव विक्रम मिश्री कहते भारत और पाकिस्तान मध्य संघर्ष सर्वदा निर्धारित मानदंड और नियम अनुसार थिला। एथिरे परमाणु युद्धर विपद नथिला। सेहीपरि से कहते भारत और पाकिस्तान मध्य अस्त्र विरति एक द्विपाक्षिक निष्पत्ति थिला। एथिरे अमेरिकार कौन भूमिका नथिला। सूचना था कि भारत और पाकिस्तान मध्य मे 10 तारिख में अस्त्र विरति होता। करुना ज्योति माल्होत्रा गुप्तचर मामलें पुलिस कही पाकिस्तान गुप्तचर अभियोग गिरफ होता यूट्यूबर ज्योति माल्होत्रा तदंत समय कौन अनुताप करुना से पाकिस्तान सपक्ष कर वीडियो को नहीं निजर जुक्ति रखुंट।
ଏହାସହ ପୋଲିସ କହିଛି ଯେ ସେ କହିଛନ୍ତି ତାଙ୍କର ବାକ୍ ସ୍ୱାଧୀନତାର ଅଧିକାର ପ୍ରୟୋଗ କରିଛନ୍ତି। ସୂଚନା ଥାଉ କି ଜ୍ୟୋତି ଅନେକ ଥର ପାକିସ୍ତାନ ଗସ୍ତ କରିଥିବା ବେଳେ ଥରେ ଚୀନ ମଧ୍ୟ ଯାଇଥିଲେ। E0 ଏଫଆଇଆର ଆରମ୍ଭ କଲେ ଭାରତ ସରକାର। ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଅପରାଧୀଙ୍କୁ ଶୀଘ୍ର ଧରିବା ପାଇଁ E0 ଏଫଆଇଆର ଆରମ୍ଭ କରିଛନ୍ତି। ଏନେଇ ଗୃହମନ୍ତ୍ରୀ ଅମିତ ଶାହା ସୋମବାର ସୂଚନା ଦେଇଛନ୍ତି। ଶାହା କହିଛନ୍ତି ଯେ ଦିଲ୍ଲୀରେ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଥିବା ଏହି ନୂଆ ସିଷ୍ଟମ NCRP କିମ୍ବା 1930ରେ ପଞ୍ଜୀକୃତ ହୋଇ 10 ଲକ୍ଷରୁ ଅଧିକ ସାଇବର ଆର୍ଥିକ ଅପରାଧକୁ ଏଫଆଇଆରରେ ରୂପାନ୍ତରିତ କରିବ। ଖୁବ୍ ଶୀଘ୍ର ଏହା ସମଗ୍ର ଦେଶରେ ଲାଗୁ ହେବା ନେଇ ଲକ୍ଷ୍ୟ ସ୍ଥିର ହୋଇଛି। ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ 2.1 କୋଟି ଟଙ୍କା ଦେବାକୁ ନୋଟିସ ପଠାଇଲା ସେବି। ଗୀତାଞ୍ଜଳି ଜେମ୍ସ ଲିମିଟେଡର ସେୟାର ଇନସାଇଡର ଟ୍ରେଡିଂ ନିୟମ ଉଲ୍ଲଂଘନ କରିବା ମାମଲାରେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ 2.1 କୋଟି ଟଙ୍କା ଦେବାକୁ ନୋଟିସ ପଠାଇଛି। ସେହିପରି ଯଦି 15 ଦିନ ମଧ୍ୟରେ ଦେୟ ପ୍ରଦାନ ନ କରାଯାଏ ତେବେ ସେବି ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଆଟାଚ କରିବାକୁ ଚେତାବନୀ ଦେଇଛି। ସୂଚନା ଥାଉ କି ଗତ ମାସରେ ଭାରତର ପ୍ରତ୍ୟାର୍ପଣ ଅନୁରୋଧ ପରେ ଚୋକ୍ସିଙ୍କୁ ବେଲଜିୟମରେ ଗିରଫ କରାଯାଇଥିଲା। କ୍ରିକେଟରେ 5,000 ରନ୍ ପୂରଣ କରେ ଶୁଭମନ ଗିଲ୍। ଗୁଜରାଟ ଟାଇଟନ୍ସର ଅଧିନାୟକ ଶୁଭମନ ଗିଲ୍ ରବିବାର ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ 93 ରନ୍ ଅପରାଜିତ ଖେଳି T20 କ୍ରିକେଟରେ 5,000 ପୂରଣ ରନ୍ କରିଛନ୍ତି। ସେ ଏହି ଫର୍ମାଟରେ ଦ୍ରୁତତମ ଭାବରେ 5,000 ରନ୍ ହାସଲ କରିଥିବା ଦ୍ୱିତୀୟ ଭାରତୀୟ ଖେଳାଳି ହୋଇଛନ୍ତି। ଗିଲ୍ କ୍ୟାରିୟରରେ 154 ଇନିଂସରେ ଏହି ଉପଲବ୍ଧି ହାସଲ କରିଥିବା ବେଳେ ବିରାଟ କୋହଲି 167ତମ ଇନିଂସ ଖେଳିବା ବେଳେ ଏହି ସଫଳତା ହାସଲ ପାଇଥିଲେ। ସୁଭଦ୍ରା ଦୁଷ୍କର୍ମ ଓ ହତ୍ୟା ଘଟଣାରେ 10 ଦଫା ଦାବିରେ 12 ଘଣ୍ଟିଆ ତାଳଚେର ବନ୍ଦ। ସୁଭଦ୍ରା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପରିବାରକୁ ନ୍ୟାୟ ଏବଂ 10 ଦଫା ଦାବିରେ 12 ଘଣ୍ଟିଆ ତାଳଚେର ବନ୍ଦ କରାଯାଇଛି। ଜଣେ ଲୋକ ଅଟୋରେ ଅପହରଣ, ଦୁଷ୍କର୍ମ କରିବା ସହିତ ହତ୍ୟା କରିବା ଘଟଣା ସନ୍ଦେହ ସୃଷ୍ଟି କରିଛି। ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବାରୁ ସେମାନଙ୍କୁ ଗିରଫ କରିବା ସହ ସିବିଆଇ ତଦନ୍ତ ମଧ୍ୟ ଦାବି କରିଛି, ସୁଭଦ୍ରା ନ୍ୟାୟ ମଞ୍ଚ କହିଛି। ସେହିପରି ପୀଡ଼ିତାଙ୍କ ପରିବାରକୁ ଦୁର୍ବ୍ୟବହାର କରିଥିବା ରେଲବାଇ ଥାନା ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା 3 ରଥ ଯୋଡ଼ା ହେବ ଚକ ଅଖ। ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା ହୋଇଥିବା ବେଳେ ଏହି ଅବସରରେ ଶ୍ରୀକ୍ଷେତ୍ରରେ 3 ରଥର ଅଖ ଚକ ଡେରା ନୀତି ସମ୍ପନ୍ନ ହେବ। ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜା ପଣ୍ଡା ସେବକ ଶ୍ରୀଜୀଉ ଆଜ୍ଞାମାଳ ଧରି ରଥଖଳାକୁ ବିଜେ କରିବା ପରେ 3 ରଥର 2ଟି ଲେଖାଏଁ ନାହାକ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ। ତେବେ ଭଉଁରୀ ପାଇଁ ଶ୍ରୀମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ମଇଲମ ଅବକାଶ ଇତ୍ୟାଦି ନୀତି ବଢ଼ାଇବା ପରେ ରଥଖଳା ନିକଟରେ ଆଜ୍ଞାମାଳ ବିଜେ ହୋଇଥିଲା। ଅଲଗା ଟିମ୍ରୁ ପ୍ଲେ-ଅଫ୍ରେ ପହଞ୍ଚାଇବାକୁ ପ୍ରଥମ ଅଧିନାୟକ ହେଲେ ଶ୍ରେୟସ ଆୟର। କ୍ରିକେଟ ଶ୍ରେୟସ ଆୟର 3ଟି ଅଲଗା ଅଲଗା ଟିମ୍କୁ IPL ପ୍ଲେ-ଅଫ୍ରେ ପହଞ୍ଚାଇବାର ପ୍ରଥମ ଅଧିନାୟକ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ରବିବାର ପଞ୍ଜାବ କିଙ୍ଗସ୍ 11 ବର୍ଷ ପରେ IPL ପ୍ଲେ-ଅଫ୍ରେ ପହଞ୍ଚିଛି। ଏହା ପୂର୍ବରୁ ଆୟର ଦିଲ୍ଲୀ କ୍ୟାପିଟାଲ୍ସକୁ 29-20ରେ ଏବଂ କୋଲକାତା ନାଇଟ୍ ରାଇଡର୍ସ KKRକୁ 2024ରେ ନକ୍ଆଉଟ୍ ଷ୍ଟେଜ୍ ଯାଏଁ ପହଞ୍ଚାଇଥିଲେ। ସୂଚନା ଥାଉ କି ରବିବାର ରାଜସ୍ଥାନ ରୟାଲ୍ସକୁ ହରାଇ PBKC ପଞ୍ଜାବ କିଙ୍ଗସ୍ ପ୍ଲେ-ଅଫ୍ରେ ପ୍ରବେଶ କରିଛି। ପୂର୍ବତନ ରାଷ୍ଟ୍ରପତି ବାଇଡେନଙ୍କୁ ଆଗ୍ରେସିଭ୍ ପ୍ରୋଟେଷ୍ଟ କ୍ୟାନ୍ସର ଆରୋଗ୍ୟ କାମନା କଲେ ଟ୍ରମ୍ପ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଆଗ୍ରେସିଭ୍ ପ୍ରୋଟେଷ୍ଟ କ୍ୟାନ୍ସର ହୋଇଛି, ଯାହା ଫଳରେ ତାଙ୍କ ହାଡ଼କୁ ମଧ୍ୟ ବ୍ୟାପି ଯାଇଥିବା ସୂଚନା ମିଳିଛି। ରବିବାର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ବିବୃତ୍ତି ଦିଆଯାଇଛି ଯେ 82 ବର୍ଷୀୟ ବୃଦ୍ଧଙ୍କ ପରିସ୍ରାରେ ସମସ୍ୟା ଦେଖାଦେଇଥିବା ବେଳେ ପରୀକ୍ଷା ପରେ ଶୁକ୍ରବାର ତାଙ୍କର ଏହି ରୋଗ ଚିହ୍ନଟ କରାଯାଇଥିଲା। ଅନ୍ୟପଟରେ ଏହା ଜାଣିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପର୍ତ୍ତୁଗାଲର ପାକିସ୍ତାନୀଙ୍କର ବିକ୍ଷୋଭ, ଅପରେସନ ସିନ୍ଦୁର ସରିନି, ପୋଷ୍ଟର ଟାଙ୍ଗିଦେଲା ଭାରତୀୟ ଦୂତାବାସ। ପର୍ତ୍ତୁଗାଲର ଲିସବନଠାରେ ଥିବା ଭାରତୀୟ ଦୂତାବାସ ବାହାରେ ପାକିସ୍ତାନୀମାନେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିବା ପରେ ଦୂତାବାସ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି। ଅପରେସନ ସିନ୍ଦୁର ଏପର୍ଯ୍ୟନ୍ତ ସରିନାହିଁ ଲେଖାହୋଇଥିବା ବ୍ୟାନର ଟାଙ୍ଗି ପାକ୍ ଲୋକଙ୍କୁ ଚେତାଇ ଦେଇଛି ଯେ ଭାରତୀୟ ଦୂତାବାସ। ପାକ୍ ସେନା ମୁଖ୍ୟ ଅସିମ ମୁନିରଙ୍କ ଫଟୋ ଧରି ବିକ୍ଷୋଭ କରିଥିଲେ ପାକିସ୍ତାନୀ। ସୂଚନା ଥାଉ କି ପହଲଗାମ ଆତଙ୍କୀ ହମଲାର ଜବାବରେ ଭାରତ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା। 2025 ପ୍ଲେ-ଅଫ୍ରେ ପ୍ରବେଶ କଲେ ଗୁଜରାଟ ଟାଇଟନ୍ସ, RCB ଏବଂ PBKS। ଗୁଜରାଟ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଏବଂ
पंजाब किंग्स आईपीएल 2025 प्ले ऑफ रे प्रवेश करछंती। रविवार मैच रे दिल्ली कैपिटल्स को गुजरात टाइटन्स और 10 विकेट रे परास्त करछि। जीटी आईपीएल रे बिना विकेट रे हराई सर्वाधिक रन चेसर रेकर्ड रहिछि। आईपीएल पॉइंट तालिका रे सर्वाधिक 18 पॉइंट सह जीटी प्रथम स्थान रे रहिथिया बेले आरबीसी एवं पीवीजे एस द्वितीय और तृतीय स्थान रे रहिछंती। बांग्लादेशी मानक हटाइबा पई प्रक्रिया आरंभ होइछि कहले मंत्री पृथ्वीराज हरिचंदन। राज्यରୁ ବାଂଲାଦେଶୀ ମାନଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଭିନ୍ନ ଏଜେନ୍ସିରେ ରହି କାର୍ଯ୍ୟ କରୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ଇଞ୍ଜିନିୟରିଂ ବିଭାଗ ସହ ଆଲୋଚନା ହୋଇଛି। ଏମାନଙ୍କୁ ରାଜ୍ୟରୁ ବାହାର କରିବା ସହ କୌଣସି ଅଣନାଗରିକ ଓଡ଼ିଶାରେ ରହିପାରିବେ ନାହିଁ। ଏଥିସହ ଏସଟିଏଫକୁ ନୋଡାଲ ଏଜେନ୍ସି ଦାୟିତ୍ୱରେ ଦିଆଯିବା ସହ ତଟବର୍ତ୍ତୀ ଜିଲ୍ଲା ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ସକାଳର ମୁଖ୍ୟ ଖବରକୁ ଏଇଠି ରଖିବା। नमस्कार, जय हिंद। जदि आपको वीडियो भल लगे तेज लाइक शेयर और सब्सक्राइब और गोटे कमेंट करने को जमा भूलिए। जय जगन्नाथ।